ଏବେ ଆମେ ପନିର ସବୁ ଖାଉଛନ୍ତି, ଅତି ସୁନ୍ଦର ଲାଗୁଥିବ ପନିର ନା ଦେଖିବା ପାଇଁ ସୁନ୍ଦର ଲାଗୁଥିବ। ଆପଣ ଯେତେବେଳେ ଦେଖିବେ ଅନେକ ସମୟରେ ଏବେ ଆମେ ପନିରର ଅନେକ ପ୍ରକାରର ଆଇଟମ୍ ଆମେ ନେଉଛନ୍ତି ଖାଉଛନ୍ତି ମଧ୍ୟ, ମିଠା ବି ଖାଉଛନ୍ତି ଅନେକ ପ୍ରକାରର, ରସଗୋଲା ବି ଖାଉଥିବେ, ବିଭିନ୍ନ ପ୍ରକାରର ମିଠା ଖାଉଛନ୍ତି। କେବେ ଜାଣିଛନ୍ତି ନା ସେଇଟା କେତେ ଅରିଜିନାଲିଟି ଅଛି, ଠିକ୍ ଅଛି କି ନାହିଁ, ପାହାଳର ମିଠା ଭଳିଆ ଲାଗୁଛି କି ନାହିଁ, ନା ପାହାଳର ମିଠା ବି ଠିକ୍ ଅଛି କି ନାହିଁ, ଏ ସମସ୍ତ କଥାକୁ ଆମେ ଦେଖିବା କଥା। ମୁଁ ଅନେକ ସମୟରେ ଦେଖେ ଯେବେ ଏବେ ବି ମିଠା ଆମକୁ ଦେଉଛନ୍ତି। ମୁଁ କାଲି ରାତିରେ ମଧ୍ୟ ଦିଲ୍ଲୀରେ ଗୋଟେ ହୋଟେଲରେ ମିଠା ଖାଉଥିଲି। ମୁଁ ଦେଖିଲି ଚାମଚଟା ନେଲି, ଚାମଚଟା ତା ଉପରେ ମୁଁ ପୁରା ପ୍ରେସର କରିଦେଲି ଯେ ପ୍ରକୃତରେ ଇଏ ମିଠାର କ୍ୱାଲିଟି ଅଛି କି ନାହିଁ, ସେଥିରେ କେତେ ଛେନାର ଅଂଶ ଅଛି। ଯଦି ଆପଣ ଥରେ ଯେ ଚାମଚରେ ପ୍ରେସର କରିଦେବେ, ଯଦି ଚାପିକି ତଳେ ରହିଗଲା ଫାଟିଗଲା, ତାହେଲେ ଜାଣିବେ ଯେ ପୁରା ସୁଜିରେ ତିଆରି ହେଇଥିବ କିମ୍ବା ଡୁପ୍ଲିକେଟ୍ କ'ଣ କ'ଣ ଦେଇକି ତିଆରି କରିଛନ୍ତି, ସେଥିରେ ରସଗୋଲା ବୋଲି କିଛି ପାଇବେ ନାହିଁ କି ମିଠା ବୋଲି। ଆଉ ଯଦି ଚାମଚ ମାରିଦେବେ ଚିପିଦେବେ ରସ ବାହାରିଯିବ, କିନ୍ତୁ ସେ ପୁଣି ଆଉ ଥରେ ଫୁଲି ଯଦି ଉଠିଲା, ଜାଣିବେ ଯେ ତାର କ୍ୱାଲିଟିରେ ଅରିଜିନାଲିଟି ଅଛି ବୋଲି। ଅନେକ ସମୟରେ ଆମକୁ ଠକିବାର, ଏବଂ ପନିର ଯଦି ଦେଖିବେ ଆପଣଙ୍କୁ ପନିରର କେଉଁ ଟେଷ୍ଟି ଲାଗିବ, ଆପଣ ସେଥିରେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଜଣାପଡ଼ିଯାଉଛି ଯେ ଆଜି ଦିନରେ ଆମକୁ ଠକିବା ପାଇଁ ଅନେକ ପ୍ରକାରର ଏ ପ୍ରକାର ବ୍ୟବସ୍ଥା ଭିତରେ ଆମେ ଅଛନ୍ତି ବା ଠକର ସଂସ୍ଥା ଭିତରେ ଅଛନ୍ତି। ଆଉ କଞ୍ଜ୍ୟୁମର ସବୁଠାରୁ ବେଶୀ ଠକେଇର ମଧ୍ୟ ଅନେକ ସମୟରେ ଶିକାର ହେଉଛି। ଯଦି ସେ ସଚେତନ ନାହିଁ, ଆଉ ଯଦି କଞ୍ଜ୍ୟୁମର ସଚେତନ ଅଛି, ତାହେଲେ ସେମାନଙ୍କୁ ସେ ଠକି ପାରିବେ ନାହିଁ।